गोटिए नई कूଳରେ କେଉଁ କାଳରୁ ଝଙ୍କାଳିଆ ଆମ୍ବ ଗଛଟିଏ ଥିଲା। ସେଇ ଗଛରେ ଗୁଣ୍ଡୁଚି ମୂଷା, କାଉ, ବଗ, ବଣି, କଜଳପାତି ଏମିତି ଅନେକ ପକ୍ଷୀ ବାସ କରୁଥିଲେ ମଧ୍ୟ ଟିକି ଚଢ଼େଇଟି ବହୁତ ପୁରୁଣା। ସେଇ ଗଛ ଡାଳରେ ସେ ବସନ୍ତ ଋତୁର ସୁଲିସୁଲିଆ ବା ଖରା ବର୍ଷା ଏମିତିକି ଆକାଶର ତାରା ଜହ୍ନ ମଧ୍ୟ ଦେଖିଛି। ଯଦିବା କେବେ ଦୈବ ଦୁର୍ବିପାକ ଝଡ଼ ବତାସ ଆସେ ସେ କେମିତି ବା ତାକୁ ଛାଡ଼ି ଯାଆନ୍ତା? ଜମା ଛାଡ଼ି ଯାଏନି। ସତେ ଯେମିତି ଆମ୍ବ ଗଛଟି ତାର ମା ହୋଇ ତାକୁ ସାହାରା ଦେଇଛି। ନଦୀର କିଛି ଦୂରରେ ଝଙ୍କାଳିଆ ବରଗଛଟିଏ ଥାଏ। ତାରି ମୂଳରେ ପିମ୍ପୁଡ଼ି ତା ପରିବାର ସହିତ ଆନନ୍ଦରେ ଦିନ କାଟୁଥାଏ। ମା ପିମ୍ପୁଡ଼ି ଦିନେ ଚିନ୍ତା କଲା ବର୍ଷା ଦିନ ଆସିଯିବ, ତେଣୁ ଏବେଠୁ ଖାଦ୍ୟ ସଂଗ୍ରହ କରିବାକୁ ପଡ଼ିବ। ମା ପିମ୍ପୁଡ଼ି ବାହାରକୁ ଯିବାର ଦେଖି ତାର କୁନି କୁନି ପିଲାମାନେ ଗାତରୁ ବାହାରି ଆସି କହିବାକୁ ଲାଗିଲେ, ମା ମା ତୁମେ ଆମକୁ ଛାଡ଼ି କୁଆଡ଼େ ଯାଉଛ? ମା ପିମ୍ପୁଡ଼ି କହିଲା, ମୁଁ ତୁମକୁ ଛାଡ଼ି କୁଆଡ଼େ ଯାଉନି, ତୁମ ଲାଗି ଖାଦ୍ୟ ସଂଗ୍ରହ କରିବାକୁ ଯାଉଛି। ମା ଆମ ଘରେ ତ ଢେର ଖାଦ୍ୟ ଅଛି, ତୁମେ କାହିଁକି ଯାଉଛ? ଆସୁନ ଆମେ ସମସ୍ତେ ମିଶିକି ଖେଳିବା। ମା ପିମ୍ପୁଡ଼ି କହିଲା, ଓହୋ ଆଗକୁ ବର୍ଷା ଦିନ ଆସୁଛି, ଝଡ଼ି ବରଷାରେ ଆମେ ଯଦି ଏତିକି ବେଳୁ ଖାଦ୍ୟ ସଂଗ୍ରହ ନ କରିବା ତାହେଲେ କେମିତି ଖାଇବା? ମା ପିମ୍ପୁଡ଼ିର ଅନ୍ୟ ପିଲାଟି କହିଲା, ମା ଆମ ଘରେ ତ ବହୁତ ଗଚ୍ଛିତ ଖାଦ୍ୟ ଅଛି। ମା ପିମ୍ପୁଡ଼ି କହିଲା, କଥାରେ ଅଛି ବସି ଖାଇଲେ ନଈବାଲି ସରେ। ଯଦି ଏତିକି ବେଳୁ ଆମେ ଖାଦ୍ୟ ସଞ୍ଚୟ କରି ନ ରଖିବା ସଞ୍ଚିତ ଖାଦ୍ୟ ଆପେ ଆପେ ସବୁ ସରିଯିବ। ସରିଗଲା ପରେ ଆମକୁ ଝଡ଼ି ବରଷାରେ କିଏ ଦେବ ଯେ? ଏତେକ ପିଲାମାନଙ୍କୁ ବୁଝେଇ ସୁଝେଇ ମା ପିମ୍ପୁଡ଼ିଟି ଖାଦ୍ୟ ସଂଗ୍ରହ କରିବାକୁ ବାହାରକୁ ବାହାରିଗଲା। ବାହାରେ ବୁଲି ବୁଲି ଖାଦ୍ୟର ସନ୍ଧାନ ନ ପାଇ ମା ପିମ୍ପୁଡ଼ିଟି ଥକି ପଡ଼ିଲା। ଗ୍ରୀଷ୍ମ ଦିନ ଅତ୍ୟଧିକ ଖରା ହେତୁ ତାକୁ ବହୁତ ଜୋରରେ ଶୋଷ ହେଉଥିଲା, ହେଲେ କେଉଁଠି ଟିକିଏ ପାଣି ମଧ୍ୟ ତାକୁ ମିଳିଲା ନାହିଁ। ଏବେ ସେ କ'ଣ କରିବ? ଏଇ କଥା ଚିନ୍ତା କଲା। ନା, କିଛି ଖାଦ୍ୟ ନେଇକି ତାକୁ ଯିବାକୁ ହେବ। ତେଣୁ ସିଏ ନଦୀ କୂଳରେ ଥିବା ଗୋଟିଏ ଗଛ ଡାଳରେ ଦେଖିଲା କିଛି ଖାଦ୍ୟ। ପିଲାମାନେ ଏବେ ତାର କ'ଣ କରୁଥିବେ? ପିଲାମାନଙ୍କ କଥା ଚିନ୍ତା କରି ମା ପିମ୍ପୁଡ଼ିଟି ତିଳେ ମାତ୍ର ବିଳମ୍ବ ନ କରି ଖାଦ୍ୟ ପାଇଁ ଗଛକୁ ଚଢ଼ିବାକୁ ଲାଗିଲା। ଅତ୍ୟଧିକ ହାଲିଆ ହେତୁ ମା ପିମ୍ପୁଡ଼ିଟି ଆଉ ଚଢ଼ି ପାରିଲା ନାହିଁ। ନଦୀ ଭିତରକୁ ଖସି ପଡ଼ିଲା। ନଦୀରେ ବହୁତ ଜୋରରେ ସୁଅ ବହୁଥାଏ। ଆରେ କିଏ କେଉଁଠି ଅଛ, ମୋତେ ଟିକେ ବଞ୍ଚେଇ ଦିଅ, ବଞ୍ଚାଅ ବଞ୍ଚାଅ, ଏହିପରି କହି ମା ପିମ୍ପୁଡ଼ିଟି ଚିତ୍କାର କରିବାକୁ ଲାଗିଲା। କିଛି ପକ୍ଷୀମାନେ ମା ପିମ୍ପୁଡ଼ିର ଏପରି ଅବସ୍ଥା ଦେଖି ଉଦ୍ଧାର କରିବା ବଦଳରେ ଥଟ୍ଟା ଉପହାସ କରିବାକୁ ଲାଗିଲେ। ଆରେ ହେ ଦେଖ ଦେଖ, ପିମ୍ପୁଡ଼ି ବଞ୍ଚିବାକୁ କେମିତି ଡହଳ ବିକଳ ହଉଛି। ଆରେ ଏ ଦୃଶ୍ୟ ଦେଖି ମୋତେ ତ ବଢ଼ିଆ ଲାଗୁଛି। ଏଇ ତୁ ବଞ୍ଚିକି କ'ଣ କରିବୁ? ଟିକେ ନା କରୁ ଯିବ, ମରିଗଲେ ଭଲ। କିନ୍ତୁ ଟିକି ଚଢ଼େଇଟି ଚିନ୍ତା କଲା, ବିପଦ ସମୟରେ ଜଣେ ଅନ୍ୟକୁ ସାହାଯ୍ୟ କରିବା ଜୀବଜଗତର ପ୍ରକୃତ ଧର୍ମ। ସେ ତିଳେ ମାତ୍ର ବିଳମ୍ବ ନ କରି ଆମ୍ବ ଗଛରୁ ପତ୍ର ଛିଣ୍ଡେଇ ପିମ୍ପୁଡ଼ି ଆଗକୁ ଫିଙ୍ଗିଦେଲା। ପତ୍ରଟି ଭାସି ଭାସି ଯାଇ ପିମ୍ପୁଡ଼ି ପାଖରେ ପହଞ୍ଚିଲା। ମା ପିମ୍ପୁଡ଼ିଟି ପତ୍ରର ସାହାରା ପାଇ ଭାସି ଭାସି କୂଳରେ ଲାଗିଲା। ଟିକି ଚଢ଼େଇଟି ପାଇଁ ମା ପିମ୍ପୁଡ଼ିର ଜୀବନ ବଞ୍ଚିଥିବାରୁ ଟିକି ଚଢ଼େଇକୁ ମା ପିମ୍ପୁଡ଼ି ଅଶେଷ ଅଶେଷ ଧନ୍ୟବାଦ ଜଣାଇଲା। ଏମିତି କିଛି ଦିନ ବିତିଗଲା। ଦିନେ ଗୋଟିଏ ଶିକାରୀ ବୁଲି ବୁଲି ଶିକାର କରିବା ଉଦ୍ଦେଶ୍ୟରେ ସେଇ ଆମ୍ବ ଗଛ ପାଖରେ ପହଞ୍ଚିଲା। ଦେଖିଲା ଆମ୍ବ ଗଛରେ ଚଢ଼େଇଟିଏ ବସିଛି।
ଶିକାରୀଟି ଚଢ଼େଇଟିକୁ ମାରିବା ପାଇଁ ଧନୁରେ ତୀର ଯୋଖିଲା। ଠିକ୍ ଏହି ସମୟରେ ସେଇଠି ପିମ୍ପୁଡ଼ିଟିଏ ବୁଲୁଥିଲା। ନିରୀହ ଚଢ଼େଇକୁ ମାରିବାର ଶିକାରୀର ଯୋଜନା ଦେଖି ପିମ୍ପୁଡ଼ିଟି ସଠିକ୍ ସମୟରେ ଶିକାରୀର ପାଦକୁ ରୁଟ୍ ରୁଟ୍ କରି କାମୁଡ଼ିବାକୁ ଲାଗିଲା। ଫଳରେ ଶିକାରୀର ଲକ୍ଷ୍ୟ ଅନ୍ୟ ଦିଗକୁ ଚାଲିଗଲା। ତୀର ଚଢ଼େଇ ଦିହରେ ନ ବାଜି ଗଛ ଡାଳରେ ବାଜିଲା। ଚଢ଼େଇଟି ଫୁର୍ କରି ଉଡ଼ିଗଲା। ଚଢ଼େଇର ଜୀବନ ପିମ୍ପୁଡ଼ିଟି ବଞ୍ଚେଇଥିବାରୁ ଟିକି ଚଢ଼େଇଟି ପିମ୍ପୁଡ଼ି ଘରେ ପହଞ୍ଚିଲା। ତାର ମାଆକୁ କହିଲା, ଆପଣଙ୍କ ପିଲା ଯୋଗୁଁ ମୋ ଜୀବନଟା ବଞ୍ଚିଗଲା। ଆପଣଙ୍କ ପିଲାକୁ ପ୍ରକୃତ ସଂସ୍କାର, ଜୀବ ପ୍ରତି ଦୟା ଶିକ୍ଷା ଦେଇଥିବାରୁ ଆପଣଙ୍କ ପାଖରେ ମୁଁ କୃତଜ୍ଞତା ଜଣାଉଛି। ମା ପିମ୍ପୁଡ଼ିଟି କହିଲା, ନା ନା, ଏସବୁ ଶିକ୍ଷା ମୁଁ ତ ଆପଣଙ୍କଠୁ ପାଇଛି। ସେଦିନ ଆପଣ ମୋ ଜୀବନ ବଞ୍ଚାଇଥିବାରୁ ଆପଣଙ୍କ ପାଖରେ ମୁଁ ଚିର ଋଣୀ। ଟିକି ଚଢ଼େଇଟି ଆଶ୍ଚର୍ଯ୍ୟ ହୋଇଗଲା। ମା ପିମ୍ପୁଡ଼ି କହିଲା, ମୁଁ ଖାଦ୍ୟ ସଂଗ୍ରହ କରିବାକୁ ଯାଇ ସେହି ଆମ୍ବ ଗଛ ପାଖରେ ଥିବା ନଦୀକୁ ଖସି ପଡ଼ିଲି। ଯେତେବେଳେ ସବୁ ପକ୍ଷୀମାନେ ଥଟ୍ଟା ଉପହାସ କରୁଥିଲେ, ଆପଣ ଆମ୍ବ ପତ୍ର ପକାଇ ମୋ ଜୀବନ ଉଦ୍ଧାର କଲେ। ସେଦିନର ଘଟଣା ଚିକି ଚଢ଼େଇର ମନେ ପଡ଼ିଯିବାରୁ ଦୁଇ ପରିବାର ଭିତରେ ବନ୍ଧୁତ୍ୱ ଅତି ନିବିଡ଼ ହୋଇଗଲା। ଆଚ୍ଛା ପିଲାମାନେ, ଏହି କାହାଣୀରୁ ଆମେ କି ଶିକ୍ଷା ପାଇଲେ? ଆମେ ଏହି ଶିକ୍ଷାରେ ପହଞ୍ଚିଲେ ଯେ ଯଦି ଆମେ ବିପଦ ସମୟରେ କାହାକୁ ସାହାଯ୍ୟ କରିଥିବା, ନିଶ୍ଚିନ୍ତ ଈଶ୍ୱର ଆମକୁ ଉଦ୍ଧାର କରିବେ। ହେଇ ଯେମିତି ମା ପିମ୍ପୁଡ଼ିର ଜୀବନ ଟିକି ଚଢ଼େଇଟି ଉଦ୍ଧାର କରିଥିଲା, ସେମିତି ପିମ୍ପୁଡ଼ିର ପିଲାଙ୍କ ଦ୍ୱାରା ଟିକି ଚଢ଼େଇର ଅମୂଲ୍ୟ ଜୀବନ ବଞ୍ଚିଗଲା।